शीघ्र आसुचंती शीघ्र आसुचंती प्रभु को लोक माने बाइबल मु आपण को केतोटी प्रमाण देवा पई चाहिबी जदि यीशु को आगमन शीघ्र थे तेरे कहीं विलंब हो प्राय 2000 वर्ष हो गला कहीं आमे पढ़ी पारिबा एवरी ताहार 1-2 पद टिके पढ़ंतु 1-2 जल्दी जल्दी के पढ़िया पे अछंती पुणी 1-2 एही शेष काल रे पुत्रଙ୍କ द्वारा एही शेष काल रे पुत्रଙ୍କ द्वारा आंभ मानकु कथा कहि अछंती हां ताहांकु से समस्त विषय अधिकारी करी नियुक्त कले तामने पुत्र जीसु जेउ समय रे कथा कहिबाकू आरंभ कले धरा पृष्ठ रे ताहा थिला शेष काल प्रभु लोक माने समय केते अधिक पाखे आसिला ताहा मु आपनको टिके कहिबा पई चाहे जदि जीसु ख्रीस्ट धरा पृष्ठ को आसी कथा कहिबाकू लागिले शिक्षा देबाकू लागिले प्रचार करिबाकू लागिले आ बाइबल कहूछि से समय शेष काल तामाने जीसु जगत रे आसिकी कथा कहिबार समय थिला शेष समय आ शेष समय आरंभ हेकी 2000 वर्ष प्राय हो गलानी गलातियो 4:4 पढ़ंतु किंतु काल संपूर्ण होंते ईश्वर अपना निकटरू निज पुत्र को प्रेरण कले से स्त्री जात होई व्यवस्थाधीन हेले काल आरंभ होंते बोली कहा जाए ना काल संपूर्ण होंते तामाने समय शेष हेला बेलकू परमेश्वर जीसु को पठाइले जगत को तामाने जीसु जगत रे जन्म नेबार समय शेष समय था आ गोटे प्रमाण आम देखा पाओ मार्क 1:15 पढ़ंतु काल संपूर्ण हेलानी ईश्वरଙ୍କ राज्य सन्निकट मन परिवर्तन कर और सुसमाचार रे विश्वास कर जीसु प्रचार करी कहिबाकू लागिले काल संपूर्ण हेलानी काल समाप्त हेलानी प्रभु को लोक माने मु कहिबा पई चाहे जीसु आज को 2000 वर्ष पूर्वे प्राय ए जगत रे आसीथिले आउ से प्रचार कले जन्म हेइथिले आउ से घोषणा करिबाकू लागिले बाइबल बारंबार कहूछि जीसु को जन्म हेबा समय शेष समय ताहले जीसु जन्म हेइकी 2000 वर्ष हेइ गलानी एबे की समय जदि जीशुଙ୍କର प्रचार करने समय शेष समय जीशुଙ୍କର जन्म हेबा समय शेष समय तेबे एबे केते अधिक समय शेष हो जाई नथिबो मु आपनको कहूछि जीशुଙ୍କ जन्म हेबा समय शेष समय ताहेले एबे शेष समय नाही जीसु को जन्म हेबार समय शेष समय थिला एबे शेष समयर अंतिम समय अंतिम बोली कहले कौन पिला माने जो माने साहित्य रे पास को तो जहा अंत हेबाकू जाउछि
2000 ବର୍ଷ ହେଲାଣି ଶେଷ ସମୟ ବୋଲିକି ତା ମାନେ ଏବେ ଅନ୍ତ ହେବାକୁ ଯାଉଛି। ପ୍ରଭୁଙ୍କ ଲୋକମାନେ ମନେ କରନ୍ତୁ, ମୁଁ ଆପଣଙ୍କୁ ଉଦାହରଣ କହିବି, ମନେ କରନ୍ତୁ ରାତ୍ରି 10ଟା ବେଳକୁ ମିଟିଂ ସମାପ୍ତ ହବ, 6ଟା ବେଳେ ଆରମ୍ଭ ହେଲା, ଆପଣ କହିବେ ବର୍ତ୍ତମାନ ଆରମ୍ଭ ସମୟ। 8ଟା ହେଇଗଲା, ବର୍ତ୍ତମାନ ଅଧା ସମୟ ସରିଲା। 9ଟା ହେଲା, ଆପଣ କହିବେ ଶେଷ ହେବାର ସମୟ ପାଖେଇ ଆସିଲାଣି। 9ଟା ଅଧେ ହେଲା, ଆପଣ କହିବେ ଶେଷ ସମୟ ଆସିଗଲା। 9ଟା 55 ହେଲା, ଆପଣ କହିବେ ଶେଷ ସମୟ ଆସିଗଲା, ବାସ୍ ଶେଷ ହେଇଯିବ। 9ଟା ବାଜିକରି 58 ହେଲା, ବାସ୍ 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 ଆଉ ଅଳ୍ପ ସମୟ ଅଛି, ଅତି ଅଳ୍ପ ସମୟ ଅଛି। କିନ୍ତୁ 9ଟା ବାଜିକରି 59 ମିନିଟ ହେଇକରି 59 ସେକେଣ୍ଡ ଯଦି ହେଇଯାଇଛି, ଆଉ କେତେ ସମୟ ବାକି ଅଛି? ଗୋଟିଏ ସେକେଣ୍ଡ। ସମୟ ଘଡ଼ି ବନ୍ଦ ହେଇଯିବ। ସେମିତି ଆମେ ଶେଷ କାଳର ଶେଷ ପର୍ଯ୍ୟାୟର ଶେଷ କ୍ଷଣରେ ଅଛୁ। ଯେ କୌଣସି ସମୟରେ ପ୍ରଭୁ ଯୀଶୁ ଆସିଯିବେ। କଣ ଭାବୁଛନ୍ତି? ଏଣୁ ସମୟକୁ ଜାଣନ୍ତୁ, ଆଉ ସମୟ ମୁତାବକ କାମ କରନ୍ତୁ, ନହେଲେ ବହୁତ ଧୋକା ହେଇଯିବ, ବହୁତ କ୍ଷତି ହେଇଯିବ। ଶୀଘ୍ର ବୋଲି କହିଲେ ଏ ଶୀଘ୍ର ଶବ୍ଦ ଏକ ସମୟକୁ ସୂଚାଇବାର ଶବ୍ଦ। ଦେଖ, ଆମେ ବିଳମ୍ବ ବୋଲି କହିଲେ ନାହିଁ, ବିଳମ୍ବରେ ଆସୁଛି ବୋଲି କହିଥାନ୍ତେ, ତାହା ବି ଗୋଟିଏ ସମୟକୁ ଉପସ୍ଥାପନ କରୁଛି। ସେ କହିଲେ ଦେଖ ଆମେ ଶୀଘ୍ର ଆସୁଛୁ, ତା ମାନେ ସମୟର ପ୍ରାଧାନ୍ୟତାକୁ ପ୍ରଭୁ ବୁଝାଇବାକୁ ଚାହୁଁଛନ୍ତି। ପ୍ରଭୁଙ୍କ ଲୋକମାନେ, ମୁଁ ଆପଣଙ୍କୁ ବାଇବଲରୁ କେତୋଟି ପ୍ରମାଣ ଦେବା ପାଇଁ ଚାହେଁ। ଯଦି ସମୟ ଶେଷ ହେଇ ଆସିଲାଣି, ଶୁଣନ୍ତୁ, ଶେଷ ସମୟରେ କେମିତି କାମ କରାଯାଏ, ଆରମ୍ଭ ସମୟରେ କେମିତି କାମ କରାଯାଏ ଜାଣିବା ଦରକାର। ଯଦି ଆରମ୍ଭ ସମୟରେ କାମ କଲା ପରି ଶେଷରେ କରିବ, ଆପଣ ବହୁତ କ୍ଷତିରେ ପଡ଼ିବେ। ଆରମ୍ଭ ସମୟରେ ଅଲଗା, ଶେଷ ସମୟରେ ଅଲଗା। ମୁଁ ଆପଣଙ୍କୁ ଉଦାହରଣ ଦେବି କେତୋଟି। ଆମେ ପିଲାମାନେ ଯୋଉମାନେ ସ୍କୁଲ କଲେଜ ପଢି ସାରିଛୁ ବା ପଢୁଛୁ, ସ୍କୁଲରେ ଯିବାର ସମୟରେ ମେ ଜୁନ ମାସରେ ସ୍କୁଲ ଖୋଲେ, ସେ ସମୟରେ କେମିତି ପଢନ୍ତି, ଆଉ ପରୀକ୍ଷା ପାଖେଇ ଆସିଲେ କେମିତି ପଢନ୍ତି? ଏମିତି କେହି ଅଛନ୍ତି କି ବର୍ଷର ଆରମ୍ଭରୁ ବହୁତ ଭଲରେ ପଢନ୍ତି? ଅଛନ୍ତି କି? କେହି ନାହିଁ। କାହିଁକି? ଆରମ୍ଭ ସମୟ। କିନ୍ତୁ ଯେମିତି ପରୀକ୍ଷା ମାସେ ଅଛି, ଟିକେ ଟିକେ ଖେଳିବା କମାଇ ଦେଲେ, ବୁଲିବା କମାଇ ଦେଲେ, ପରୀକ୍ଷା 10 ଦିନ ଅଛି ବହିଲା ବେଳକୁ ଯୋକ ଯେମିତି ଲାଗିଯାଏ, ସେମିତି ବହିରେ ଲାଗିଯାନ୍ତି। ଆଉ ମୋବାଇଲ ନାହିଁ, ଆଉ ଖେଳ ନାହିଁ, ସିନେମା ନାହିଁ, ମୁଭି ନାହିଁ, ରିଲ୍ସ ନାହିଁ, ଗପ ସପ ନାହିଁ, ଖାଲି ବହି 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 ବହି। ଖାଇଲା ବେଳେ ବି ବହି ଧରୁଥିବେ, ଶୋଇଲା ବେଳେ ବି ମୁଖସ୍ଥ କରି କରି ଶୋଇବେ, ସ୍ୱପ୍ନରେ ମଧ୍ୟ ମୁଖସ୍ଥ କରି ବାଉଳି ହେଉଥିବେ, ଗାଧୋଇଲା ବେଳେ ମଧ୍ୟ ମୁଖସ୍ଥ ଚାଲିଥିବ, ଆଉ ସବୁ କାମ କଲା ବେଳେ ଖାଲି ପାଠ ପାଠ ପାଠ। କାହିଁକି? ପରୀକ୍ଷା ନିକଟବର୍ତ୍ତୀ। ଯଦି ଆରମ୍ଭ ଦିନ ମାନଙ୍କରେ ଯେମିତି ହେଳା ହେଇକି ଥିଲା, ପରୀକ୍ଷା ବେଳକୁ ଯଦି ସେମିତି ହେଳା ହବ, କଣ ହେବ? ବହୁତ କ୍ଷତି। ବର୍ଷର ପରିଶ୍ରମ ବେକାର ହେଇଯିବ, ଟଙ୍କା ବେକାର ହେଇଗଲା, ତାର ସ୍କୁଲର ଫିସ୍ ବେକାର ହେଇଗଲା, ତାର ସବୁ ପଇସା ବେକାର ହେଇଗଲା। କାହିଁକି? ସେ ଶେଷ ସମୟରେ ସଦବ୍ୟବହାର କଲା ନାହିଁ।
ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଠିକ ସେମିତି ଆରମ୍ଭ ଦିନ ମାନଙ୍କରେ ଆପଣ କେମିତି ଖ୍ରୀଷ୍ଟିଆନ ଜୀବନ ବିତାଇଥିଲେ ଛାଡି ଦିଅନ୍ତୁ, ଭୁଲି ଯାଆନ୍ତୁ। କିନ୍ତୁ ବର୍ତ୍ତମାନ ଆପଣ ଆଗମନ ପାଖେଇ ଗଲାଣି, ଅବହେଳା ହେଇକି ବିତାଇଲେ ବହୁତ କ୍ଷତି ହେଇଯିବ। ଜଣେ ମା, ଆଉ ଗୋଟିଏ ଉଦାହରଣ କହୁଛି, ଗୋଟିଏ ମା ଯଦି ଗର୍ଭବତୀ, ଗୋଟିଏ ସ୍ତ୍ରୀ ଯଦି ଗର୍ଭବତୀ ହେଇଛି, ପ୍ରଥମ ମାସ ଦ୍ୱିତୀୟ ମାସ ବେଳକୁ ସେ ଏତେ ଚିନ୍ତା କରେ ନାହିଁ। ବଣକୁ ବି ଯାଏ, କାଠ ବି ହାଣେ, କାଠ ବି ବୋହିକି ଆଣେ, ଆଉ କ୍ଷେତରେ କାମ କରେ, ବିଲରେ କାମ କରେ, ରୋଷେଇ କରେ, ଚଲାବୁଲା କରେ, ସବୁ କାମ କରେ। ଯେମିତି ଯେମିତି ଅଷ୍ଟମ ମାସ 9 ମାସ ହେଇଗଲା, ତାର ପରିଶ୍ରମ କମାଇ ଦିଏ। କାହିଁକି? ପ୍ରସବ ସଂକଟ। ପ୍ରଥମ ଦ୍ୱିତୀୟ ତୃତୀୟ ମାସରେ ଦୌଡ଼ା ଦୌଡ଼ି କଲେ ବି କିଛି ଅସୁବିଧା ପ୍ରାୟତଃ ହୁଏ ନାହିଁ। ନବମ ମାସ ବେଳକୁ ଦୌଡ଼ିବ ତ କଣ ହେବ? ମା ଛୁଆ ସ୍ୱାହା। କାହିଁକି? ସମୟ ଅନୁସାରେ ସେ ସାବଧାନ ହେଲା ନାହିଁ। କଣ ଭାବୁଛନ୍ତି? ଏଣୁ ପ୍ରଭୁଙ୍କ ଲୋକମାନେ କାହିଁକି ପିମ୍ପୁଡ଼ିକୁ ଜ୍ଞାନବାନ ବୋଲି କୁହାଗଲା? ପିମ୍ପୁଡ଼ିକୁ ଏଥିପାଇଁ ପୃଥିବୀରେ ସବୁଠାରୁ ଜ୍ଞାନବାନ ଚାରି ପ୍ରାଣୀଙ୍କ ମଧ୍ୟରେ ନାମ ଦିଆଗଲା, ଯେହେତୁ ସେ ସମୟକୁ ଜାଣିକି କାମ କରେ। ତାର ଏହା ଥିଲା ସ୍ପେଶାଲିଟି। 30 ଅଧ୍ୟାୟର 24 ପଦ ପଢନ୍ତୁ। ହିତୋପଦେଶ ବାହାର କରନ୍ତୁ, ତାହାର 30 ଅଧ୍ୟାୟର 24 ପଦ। ଚାରି ପ୍ରାଣୀ ପୃଥିବୀରେ ସାନ ମାତ୍ର ଅତିଶୟ ଜ୍ଞାନବାନ। ପିମ୍ପୁଡ଼ି ଗଣ ଦୁର୍ବଳ ଜାତି, ତଥାପି ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରନ୍ତି। ବସ ରହିଯାଉ। ସେଠାରେ ପିମ୍ପୁଡ଼ି, ସାଫନ, ବୁଢିଆଣୀ, ମାଙ୍କଡସା ଏମାନଙ୍କର ବର୍ଣ୍ଣନା କରାଯାଇଛି। ପଙ୍ଗପାଳ ଏମାନଙ୍କର ସ୍ୱତନ୍ତ୍ର ସ୍ୱତନ୍ତ୍ର ବିଶେଷତା ଅଛି। ଜ୍ଞାନୀ ବୋଲି କୁହାଗଲା। ହେଲେ ପିମ୍ପୁଡ଼ିର ଜ୍ଞାନ କଣ? ଏ ଜ୍ଞାନୀ ମାନଙ୍କ ଧାଡ଼ିରେ ପିମ୍ପୁଡ଼ି ନମ୍ବର 1। କାହିଁକି ନମ୍ବର 1? ସେ ସମୟର ସଦ୍ବ୍ୟବହାର କରେ। ହିତୋପଦେଶ 6:6-8 ପଢନ୍ତୁ। ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର। ଷ୍ଟଡି କର ସେ କେମିତି କାମ କରୁଛି। ଓ ଜ୍ଞାନୀ ହୁଅ। ତାହାର ବିଚାରକର୍ତ୍ତା କି ଅଧ୍ୟକ୍ଷ କି ପ୍ରଭୁ କେହି ନଥିଲେ କେହି ତାହାକୁ ଗାଇଡ କରିବା ପାଇଁ, ତାହାକୁ ରୁଲ କରିବା ପାଇଁ, ଡିସିପ୍ଲିନ କରିବା ପାଇଁ, ଶିଖାଇବା ପାଇଁ, ମନିଟରିଂ କରିବା ପାଇଁ, ଲିଡ କରିବା ପାଇଁ କେହି ନଥିଲେ। ସେ ଗ୍ରୀଷ୍ମ କାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ। କୋଉ କାଳରେ? କାହିଁକି? କେହି ତାକୁ କହିବା ଲୋକ ନାହିଁ। ମୁଁ ବହୁ ଚିନ୍ତା କଲି, ସେ କେମିତି ଜାଣି ଦେଉଛି ଯେ ଏଇଟା ଗ୍ରୀଷ୍ମ କାଳ ବୋଲି? କେଉଁ ମୌସମ ପାଣିପାଗ ବିଭାଗରୁ ତାକୁ ମେସେଜ ଆସୁଛି? କିଏ ତାକୁ କହୁଛି ଏଇଟା ଗ୍ରୀଷ୍ମ କାଳ ବୋଲି? କୋଉ ନ୍ୟୁଜ ଚ୍ୟାନେଲରୁ ସେ ନ୍ୟୁଜ ପାଉଛି? କିଏ ତାକୁ କହିବା ଲୋକ ନାହାନ୍ତି। ସେ ନିଜେ ଜାଣିଦିଏ। କାହିଁକି? ପ୍ରଭୁ ତାକୁ ସେତିକି ବୁଦ୍ଧି ଦେଇଛନ୍ତି। ସାନ ପ୍ରାଣୀ, କିନ୍ତୁ ସେ କାଳକୁ ଚିହ୍ନେ, କାଳକୁ ଜାଣେ। ଗ୍ରୀଷ୍ମ କାଳ ଯେମିତି ଆସିଗଲା, ସେ ଅନୁଭବ କରେ ଏତେ ଉତ୍ତାପ ହେଉଛି, ତା ମାନେ ଏ କାଳ ହେଉଛି ଖାଦ୍ୟ ସଞ୍ଚୟ କରିବାର କାଳ। କେହି କହୁନାହାନ୍ତି ସେ କାହିଁକି ସଞ୍ଚୟ କରେ? ଯେହେତୁ ଗ୍ରୀଷ୍ମ ପରେ କେଉଁ କାଳ ଆସିବ? ବର୍ଷା। ସେ ଜାଣେ ଏବେ ଯଦି ମୁଁ ଫସଲ ସଞ୍ଚୟ କରିବି ନାହିଁ, ଏହା ପରେ ବର୍ଷା ଆସିଲେ ଭୋକରେ ମରିବି। ଏଇଥିପାଇଁ ତାହାକୁ ଜ୍ଞାନବାନ କୁହାଗଲା। ତାମାନେ
ଭବିଷ୍ୟତର ଦିନ ମାନଙ୍କୁ ସେ ଭଲରେ ବିତେଇବାକୁ ଚାହୁଁଛି। ଭବିଷ୍ୟତ ଦୁଃଖରେ ନ ପଡିବା ପାଇଁ ସେ ଚାହୁଁଛି। ଏଣୁକରି ବାଇବଲ ତାକୁ ଜ୍ଞାନୀ ବୋଲି ନାଁ ଦେଲା। ଭବିଷ୍ୟତରେ ସେ କଷ୍ଟ ଭୋଗିବାକୁ ଚାହୁଁନାହିଁ। ଭବିଷ୍ୟତରେ ସେ ଅଭାବରେ ରହିବାକୁ ଚାହୁଁନାହିଁ। ଭବିଷ୍ୟତରେ ସେ ସୁଖରେ ଶାନ୍ତିରେ ନିରାପଦରେ ରହିବାକୁ ଚାହୁଁଛି। ଶୁଣ, ଏବେ ଆମୋଦ ପ୍ରମୋଦ ଭୋଗ ବିଳାସ ପାପ କରିକି ସୁଖ ଭୋଗ କରିକି ଭବିଷ୍ୟତ ନର୍କରେ ଦୁଃଖରେ ବିତାଇବା ଲୋକ ହଉଛି ଜ୍ଞାନୀ ନା ମୂର୍ଖ? ମୂର୍ଖ। ପିମ୍ପୁଡ଼ି ଠାରୁ ଶିଖ କଣ? ନିଜର ଭବିଷ୍ୟତକୁ ସେକ୍ୟୁର କରିବା ଶିଖ। ଯେଉଁମାନେ ଭବିଷ୍ୟତକୁ ସୁରକ୍ଷିତ କରିନାହାନ୍ତି ତାଙ୍କଠାରୁ ବଡ ମୂର୍ଖ କେହି ନାହିଁ। ଦୁନିଆରେ କଣ ଦେଖୁନ, ଯୋଉମାନେ ଭବିଷ୍ୟତକୁ ଚିନ୍ତା କରନ୍ତି, ମୁଁ ବଡ ଅଫିସର ହେବି, ମୁଁ ବଡ ଗାଡି ଘର ବଙ୍ଗଲୋ ବହୁତ ସମ୍ପତ୍ତି ବାଲା ହେବି, ସେମାନେ ଭବିଷ୍ୟତକୁ ସୁଖମୟ କରିବା ପାଇଁ ପିଲାବେଳେ ଯୌବନ କାଳେ ପରିଶ୍ରମ କରନ୍ତି। ଆଉ ଆମର ବାଳୁଙ୍ଗା ମାନେ ଭବିଷ୍ୟତର ଚିନ୍ତା ହିଁ ନାହିଁ। ସ୍କୁଲ ଗଲେ ବି ମା ବାପାକୁ ଠକୁଛନ୍ତି। କାହାକୁ ତୁମେ ଠକୁଛ? ନିଜର ଭବିଷ୍ୟତକୁ ତୁମେ ଠକୁଛ, ମା ବାପାକୁ ନାହିଁ। ତୁମେ କାହାକୁ ଚିଟିଂ କରୁଛ? ନିଜର ଭବିଷ୍ୟତକୁ ଯଦି ଗଢୁ ନାହଁ ତାହେଲେ ଭବିଷ୍ୟତର ଜୀବନ ଯଦି ଦୁଃଖରେ କଟିଲା ଆପଣ କେବେ ବି ଆଦର୍ଶ ହେଇପାରିବେ ନାହିଁ କି ଲୋକ ତୁମକୁ ଦେଖି ଶିଖିବେ। କେବେ ବି ଆପଣ ସୁଖ ଶାନ୍ତି ପାଇପାରିବେ ନାହିଁ। କାହିଁକି? ଭବିଷ୍ୟତ ସୁଖରେ ରହିବା ଦରକାର, ଭବିଷ୍ୟତ ଆନନ୍ଦରେ ରହିବା ଦରକାର। ଏଣୁ ଅବ୍ରାହମ ଧନୀକୁ କହିଲେ, ପୁଅରେ, ମତେ ବଡ କଷ୍ଟ ଲାଗୁଛି ସେ ଶବ୍ଦ। ଅବ୍ରାହମ ସ୍ୱର୍ଗରୁ ନର୍କରେ ଥିବା ଧନୀକୁ କଣ ବୋଲି ସମ୍ବୋଧନ କଲେ? ପୁଅରେ। ତାମାନେ ସେ ବି ଗୋଟେ ପୁଅ ଯିଏକି ନର୍କରେ ଅଛି। କେମିତି ପୁଅ ସେ? ଯେ ନିଜର ଭବିଷ୍ୟତକୁ ସୁରକ୍ଷିତ କରି ନ ପାରିବା ପୁଅ। ଈଶ୍ୱରଙ୍କ ଦୁଇ ପ୍ରକାର ପୁଅ ଅଛନ୍ତି, ଗୋଟେ ହେଲା ଅପବ୍ୟୟୀ, ଗୋଟେ ହେଲା ଯଥାର୍ଥବାଦୀ। ଅନାଜ୍ଞାବହ ସନ୍ତାନ, ଆଜ୍ଞାବହ ସନ୍ତାନ। ନର୍କଗାମୀ ପୁଅମାନେ, ସ୍ୱର୍ଗଗାମୀ ପୁଅମାନେ। କାହିଁକି? ଅବ୍ରାହମ କହିଲେ, ପୁଅରେ, ତୁ ଭଲ ବିଷୟ ସବୁ ପାଉଥିଲୁ, ଆଉ ଏବେ କଷ୍ଟ ପାଉଛୁ। ଆଉ ଏଇ ଲାଜାର କଷ୍ଟ ପାଉଥିଲା, ଏବେ ସୁଖ ପାଉଛି। ଜ୍ଞାନବାନ ସିଏ ଅଟେ ଯେ ଭବିଷ୍ୟତକୁ ସୁରକ୍ଷିତ କରେ। ଜ୍ଞାନବାନ ସିଏ ଅଟେ ଯେ ବର୍ତ୍ତମାନ କଷ୍ଟ ପଡିଲେ ପଡିବି, କିନ୍ତୁ ଭବିଷ୍ୟତକୁ ମୁଁ ସୁରକ୍ଷିତ କରିବି। ଭବିଷ୍ୟତକୁ ମୁଁ ସୁଖରେ ବିତାଇବି, ଭବିଷ୍ୟତକୁ ଶାନ୍ତିରେ ବିତାଇବି, ଭବିଷ୍ୟତକୁ ଆନନ୍ଦରେ ବିତାଇବି। ଭବିଷ୍ୟତରେ କଷ୍ଟ ନ ହେଉ, ଏମାନେ ଜ୍ଞାନୀ। ଆଉ ଶୁଣନ୍ତୁ, ଭବିଷ୍ୟତ, ପିମ୍ପୁଡିର ଭବିଷ୍ୟତ ଅଳ୍ପ ଦିନ, କିନ୍ତୁ ଆମର ଭବିଷ୍ୟତ ଅନନ୍ତ କାଳ ଅଟେ। ଗୋଟିଏ ମାସେ ନାହିଁ, ବର୍ଷେ ନାହିଁ, 2 ବର୍ଷ ନାହିଁ, 100 ବର୍ଷ ନାହିଁ, 1000 ବର୍ଷ ନାହିଁ। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, କୋଟି କୋଟି ଯୁଗ 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 ସୀମାହୀନ ଅନନ୍ତ ସମୟ ଯାଏ ସୁଖ ପାଇବେ। ସ୍ୱର୍ଗରେ ରୋଗ ନାହିଁ, ସ୍ୱର୍ଗରେ ଅଶ୍ରୁ ନାହିଁ, ସ୍ୱର୍ଗରେ କ୍ଷୁଧା ନାହିଁ, ସ୍ୱର୍ଗରେ ତୃଷା ନାହିଁ, ସ୍ୱର୍ଗରେ ଶୈତାନ ନାହିଁ, ସ୍ୱର୍ଗରେ ଅଶାନ୍ତି ନାହିଁ, ସ୍ୱର୍ଗରେ ସମସ୍ୟା ନାହିଁ, ସ୍ୱର୍ଗରେ ବିପଦ ନାହିଁ। ସବୁଦିନ ଆପଣ ସୁଖ ଶାନ୍ତିରେ ରହିବେ ଯଦି ଏଇ ଅଳ୍ପ ଦିନ କାଳ ଯଦି ଆପଣ ପ୍ରସ୍ତୁତ ହେଇଯିବେ। ଭାବି ଦେଖନ୍ତୁ, କେଡ଼େ ବଡ଼ ମୂର୍ଖ ସେମାନେ ଯୋଉମାନେ ଏ ଅଳ୍ପ ଦିନ 60-70 ବର୍ଷର ଆୟୁଷରେ ଜୀବନକୁ ଅଶୁଚି କରି
किए तो मोबाइल रे असुचि होची, किए तो टोकी सांगरे टोका सांगरे, किए तो सिनेमा रे सीरियल रे, किए तो मद रे, किए तो पाप रे, किए तो गंजेही रे, किए तो चोरी करिवारे, किए तो व्यभिचार करिवारे, किए तो मद्य बेपार रे, किए तो आउ किछि अल्प दिनर सुख। मु आपनको कहवा पाई चाहे प्रभु लोक माने যদি এই জগତରେ অল্প দিନ ଆମର ପରମାୟ ଆଇବ ପୁସ୍ତକରେ ଲେଖା ଅଛି। ଆଇବ ତାହାର ବାହାର କରନ୍ତୁ 14 ଅଧ୍ୟାୟରେ ମନୁଷ୍ୟର ପରମାୟୁ କେତେ, ତାର 1, 2, 3 ପଦ ଟିକେ ପଢନ୍ତୁ। ସ୍ତ୍ରୀ ଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ। ମନୁଷ୍ୟ ଅଳ୍ପାୟୁ ତାମାନେ ଆପଣ 70-80 ବର୍ଷ ବଞ୍ଚିବେ, ତାଠୁ ଅଧିକ ନାହିଁ, ବେଶୀ ବେଶୀ ହେଲେ 90-100 ଆଉ ତାଠୁ ଅଧିକ ନାହିଁ। କିନ୍ତୁ ସ୍ୱର୍ଗ ଦୀର୍ଘ କାଳ। ଏ ଅଳ୍ପ ଆୟୁଷର ଦିନକୁ ଯଦି ତୁମେ ପାପରେ ବିତାଇକି ସ୍ୱର୍ଗକୁ ଯଦି ତୁମେ ରିଜର୍ଭ କରିପାରିଲ ନାହିଁ, ଭାବି ଦେଖ କେଡ଼େ ମୂର୍ଖ ଅଟ, କେଡ଼େ ମୂର୍ଖ ଅଟ। ହଁ, ଯଦି ଆପଣ କହିବେ ଆଜ୍ଞା ମୁଁ ପାପ ଛାଡି ପାରୁନାହିଁ, ମତେ ହେଲ୍ପ କର, କିଛି କରାଯାଇପାରିବ। ମୁଁ ଛାଡିବାକୁ ଚାହୁଁଛି କିନ୍ତୁ ପାରୁନାହିଁ, ଏମିତି ଲୋକ ଯଦି ଅଛନ୍ତି, ପ୍ରଭୁ ଆପଣଙ୍କୁ ହେଲ୍ପ କରିବେ, ମୁଁ ବି ହେଲ୍ପ କରିବି, ପ୍ରଭୁଙ୍କ ଦାସ ମାନେ ବି ହେଲ୍ପ କରିବେ। ଯୋଉମାନେ ଡେଲିଭରେଟଲି ପାପ ଛାଡିବାକୁ ଚାହୁଁନାହାନ୍ତି, କିଛି କରାଯାଇପାରିବ ନାହିଁ। এই অল্পায়ু মনুষ্যর সামনারে গোটি অল্প অল্প বিষয়କୁ ରଖାଯାଇଛି। କଣ, ଯଦି ଆପଣ ମାନେ ଅଳ୍ପ କାଳ, ଏ 60, 70, 80 ବର୍ଷ ଅଳ୍ପ କାଳ ଯଦି ଦୁଃଖ କଷ୍ଟ ସହିବେ, ପିତର କଣ କହୁଛନ୍ତି ଟିକେ ବାହାର କରନ୍ତୁ। ପ୍ରଥମ ପିତର ତାହାର 1 ଅଧ୍ୟାୟ 6 ପଦ ଟିକେ ପଢନ୍ତୁ, 5-6। ଯେଉଁ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥି ନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ। ଏଥିରେ ତୁମ୍ଭେମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖ ଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ। କେତେ ସମୟ ପାଇଁ? ଏ 70, 80, 90 ବର୍ଷ ପରୀକ୍ଷାର ବର୍ଷ ହେବ। ଆପଣଙ୍କୁ ବହୁତ ଦୁଃଖ ଆସିବ, ବହୁତ କଷ୍ଟ ଆସିବ। ଉପବାସ କଲେ ଶରୀରରେ କଷ୍ଟ ହୁଏ, ଆଣ୍ଠୁ ଭାଙ୍ଗିଲେ କଷ୍ଟ ହୁଏ, ପାପ ଛାଡ଼ିଲେ କଷ୍ଟ ହୁଏ, ଲୋକ ଥଟ୍ଟା କରିବେ, ଲୋକ ନିନ୍ଦା କରିବେ, ପରିହାସ କରିବେ, ବାକ୍ୟ ଧରିକି ଚାଲିଲେ ଲୋକ ଆପଣଙ୍କର ଶତ୍ରୁ ହେଇଯିବେ। ଅଳ୍ପ ସମୟ ଟିକେ ଦୁଃଖ ଭୋଗ କରନ୍ତୁ, ଯଦ୍ୟପି ଅଳ୍ପ ସମୟ ନାନା ପରୀକ୍ଷା ଦ୍ୱାରା ଦୁଃଖ ଭୋଗ କରିବା ଆବଶ୍ୟକ ହୁଏ, କିନ୍ତୁ ମନେ ରଖିଥାନ୍ତୁ ଯେତେବେଳେ ଯୀଶୁ ପ୍ରକାଶିତ ହେବେ। 7 ପଦ ପଢ। ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷା ସିଦ୍ଧ ବିଶ୍ୱାସ, ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। ଅଳ୍ପ ସମୟ ନିମନ୍ତେ ନାନା ପରୀକ୍ଷା ଦ୍ୱାରା, ତା ପର ଲାଇନ କଣ ଅଛି? ପ୍ରଶଂସା। ପର ଲାଇନ କଣ ଅଛି? ପରୀକ୍ଷା ଦ୍ୱାରା। ଆରେ ଭାଇ, ପରୀକ୍ଷା ଦ୍ୱାରା ତ ମୁଁ କହିଲି, ତା ପର ଶବ୍ଦ କଣ ଅଛି? ଛାଡ଼, ଲେଖା ଅଛି ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା। ପର ଶବ୍ଦ କଣ ଅଛି? ଦୁଃଖ ଭୋଗ। ତାହେଲେ 70 ବର୍ଷ 80 ବର୍ଷ ପରୀକ୍ଷା ଦେବାକୁ ପଡିବ। ଶୁଣନ୍ତୁ, ଖ୍ରୀଷ୍ଟିଆନ ଜୀବନରେ ପରୀକ୍ଷା ନାହିଁ ତ ଆପଣ ସ୍ୱର୍ଗ ଯାଇପାରିବେ ନାହିଁ। କାହିଁକି? ଖ୍ରୀଷ୍ଟିଆନ ଜୀବନ ଜନ୍ମ ହେବା ଠାରୁ, ଖ୍ରୀଷ୍ଟଙ୍କ ଠାରେ ଜନ୍ମ ହେବା ଠାରୁ ପରୀକ୍ଷା ଆରମ୍ଭ ହୁଏ, ମରିବା ଯାଏ ପରୀକ୍ଷା ହୁଏ। ଶୁଣନ୍ତୁ, ବାଇବଲରେ ପ୍ରମାଣ ଅଛି। ଯୀଶୁ ଯେଉଁଦିନ ଡୁବନ ନେଲେ, ପବିତ୍ର ଆତ୍ମା କପୋତ ପରି ଅବତରଣ
ଗ୍ରହଣ କଲେ ଆଉ ସେଦିନ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ପ୍ରାନ୍ତରକୁ ନୀତ ହେଲେ କଣ ପାଇଁ? ପରୀକ୍ଷା ପାଇଁ। ତାମାନେ ଯଦି କେହି ବାସ୍ତବରେ ମନ ପରିବର୍ତ୍ତନ କରି ଡୁବ ନିଏ ସେଦିନ ଠାରୁ ପରୀକ୍ଷା ଷ୍ଟାର୍ଟ ହୁଏ। ଆଉ ଯୀଶୁଙ୍କୁ ପରୀକ୍ଷା ହେଉଥିଲା। କେବେ ଯାଏ ପରୀକ୍ଷା ହେଲା? କ୍ରୁଶରେ ମରିବା ଯାଏ। ଯୀଶୁ ଗେଥସିମନିରେ କହିଲେ ପରୀକ୍ଷାରେ ଯେପରି ନ ପଡ ପ୍ରାର୍ଥନା କର। ତାମାନେ ଡୁବ ନେବା ଦିନ ଠାରୁ ପରୀକ୍ଷା ଷ୍ଟାର୍ଟ ହୁଏ, ମରିବା ଯାଏ, ଶେଷ ନିଶ୍ୱାସ ଯାଏ ପରୀକ୍ଷା ଚାଲିଥାଏ। ଶୁଣନ୍ତୁ, ପରୀକ୍ଷାରେ କଣ ମିଳେ ଲେଖା ଅଛି? ଦୁଃଖ ଭୋଗ। ଆୟୁବକୁ ଏତେ ଦୁଃଖ ପଡିଲା। ପରୀକ୍ଷା ଚାରି ଦିଗରୁ ଆସେ। ନମ୍ବର 1 ପରମେଶ୍ୱର ପରୀକ୍ଷା କରନ୍ତି। ନମ୍ବର 2 ଶୈତାନ ପରୀକ୍ଷା କରେ। ନମ୍ବର 3 ଶତ୍ରୁ ମାନେ ପରୀକ୍ଷା କରନ୍ତି। ନମ୍ବର 4 ଆମେ ନିଜେ ନିଜକୁ ପରୀକ୍ଷା କରୁ। ପରମେଶ୍ୱର ଆୟୁବକୁ ପରୀକ୍ଷା କଲେ। ଆଦି ପୁସ୍ତକ 22:1 ପରମେଶ୍ୱର ଆୟୁବକୁ ଅବ୍ରାହମକୁ ପରୀକ୍ଷା କଲେ। ଶୈତାନ ଆୟୁବକୁ ପରୀକ୍ଷା କଲା। ଶୈତାନ ଶିଷ୍ୟମାନଙ୍କୁ ପରୀକ୍ଷା କଲା। ଲୁକ 22:30-31 ଶୈତାନ ଯୀଶୁଙ୍କୁ ପରୀକ୍ଷା କଲା। ଶୈତାନ ସ୍ମରଣା ମଣ୍ଡଳ ଲୋକମାନଙ୍କୁ ପରୀକ୍ଷା କଲା। ପ୍ରକାଶିତ 2:10। ଆଚ୍ଛା ଶୁଣ, ପରୀକ୍ଷା ଯଦି ନାହିଁ ତ ପ୍ରମୋଶନ ନାହିଁ। ପରୀକ୍ଷା କଷ୍ଟ ଲାଗେ, ପରୀକ୍ଷା ପେନଫୁଲ ଅଟେ। ଆପଣ ଶୋଇବା ଛାଡ଼ିଦେବେ, ଆପଣ ସ୍କୁଲର ପରୀକ୍ଷା ବେଳକୁ ଖାଇବା ଛାଡ଼ି ଦିଅନ୍ତି, ଆପଣ ନିଦ ଭୁଲି ଯାଆନ୍ତି, ଆପଣଙ୍କ ଶରୀରରେ କଷ୍ଟ ହୁଏ, ଆପଣ ଡିଷ୍ଟର୍ବ ହେଇଯାଆନ୍ତି। କିନ୍ତୁ ପରୀକ୍ଷା ଯଦି ଲେଖିବେ ନାହିଁ ଆପଣ ଉଚ୍ଚ କ୍ଲାସକୁ ଯିବେ ନାହିଁ। ଯିଏ ବହୁତ ଭଲରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଏ ସେ ଭଲ ନମ୍ବର ରଖି ପାସ୍ ହୁଏ। ଭଲ ନମ୍ବର ଯଦି ଆଣିଲା ତାକୁ ଖୋଜିକି ସରକାର ଚାକିରି ଦିଏ। ସେ ଗାଁର ଗୌରବ ବଢାଏ, ପରିବାରର ଗୌରବ ବଢାଏ, ସମାଜର ଗୌରବ ବଢାଏ, ନିଜର ଗୌରବ ବଢାଏ। ତାକୁ ଦେଖିଲେ ଲୋକ ଖୁସି ହୁଅନ୍ତି। କାହିଁକି? ପରୀକ୍ଷାକୁ ଭଲରେ ସେ ଲେଖିଛି। ଶୁଣ ଶୁଣ, ଏତେ ସହଜ ନାହିଁ ସ୍ୱର୍ଗ ଯିବା। ସ୍ୱର୍ଗ ଯିବା ପାଇଁ ବି ଏ ଅଳ୍ପ କାଳର ପରମାୟୁରେ ଆପଣଙ୍କୁ ନାନା ପରୀକ୍ଷା ଦ୍ୱାରା ଯେତେ ଦୁଃଖ ଆସିଲେ ବି ଯଦି ଆପଣ ସହିବେ ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତେବେ ଯାଇକି ସ୍ୱର୍ଗରେ ଆପଣ ଗୌରବ, ଶାନ୍ତି, ଆନନ୍ଦ ଅନନ୍ତ କାଳ ପାଇବେ। ତାମାନେ ପରୀକ୍ଷାରେ ଯଦି ପାସ୍ ନାହିଁ ସ୍ୱର୍ଗରେ ଏଣ୍ଟ୍ରି ନାହିଁ। କାହିଁକି? ପରୀକ୍ଷା ବିନା, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବିନା ପ୍ରଭୁ ସ୍ୱର୍ଗରେ ସ୍ଥାନ ଦେବେ ନାହିଁ। ଜାଣିଛନ୍ତି, ସ୍କୁଲରେ ପ୍ରି ଟେଷ୍ଟ, ଆସେସମେଣ୍ଟ, ପ୍ରାକ୍ଟିକାଲ ଟେଷ୍ଟ, ଫାଇନାଲ ବୋର୍ଡ ଯେମିତି ହୁଏ, ଡୁବ ଠାରୁ ଆରମ୍ଭ କରି ମରିବା ଯାଏ ଗୁଡାଏ ପରୀକ୍ଷା ଚାଲିଥିବ। ଆପଣ କେତେ ମାତ୍ରାରେ ପାପ ଛାଡ଼ିଛନ୍ତି ପ୍ରଭୁ ପରୀକ୍ଷା କରିବେ। ଗୋଟିଏ ଦିନ ନାହିଁ, ଅନେକ ଦିନ କରିବେ। ଆପଣ କେତେ ମାତ୍ରାରେ ନମ୍ର ହେଇଛନ୍ତି ପ୍ରଭୁ ପରୀକ୍ଷା କରିବେ। ଆପଣ କହିବେ ପ୍ରଭୁ ମୁଁ ପବିତ୍ର ହେଇଗଲି, ପ୍ରଭୁ ପରୀକ୍ଷା କରିବେ। ଆୟୁବକୁ ତାର ସହିଷ୍ଣୁତାର ପରୀକ୍ଷା କରାଗଲା, ପ୍ରେମର ପରୀକ୍ଷା କରାଗଲା। ଯୋସେଫକୁ ପବିତ୍ରତାର ପରୀକ୍ଷା କରାଗଲା। 11 ବର୍ଷ ଗୋଟେ ସ୍ତ୍ରୀ ଲୋକ ତାକୁ ବହୁତ ପ୍ରକାର ଲୋଭ ଦେଖାଉଛି। 11 ବର୍ଷ, ଗୋଟିଏ ଦିନ ନାହିଁ। ଆଉ ଯୋସେଫ ପରୀକ୍ଷାକୁ ଜୟ କଲେ। ଏଣୁ ପରୀକ୍ଷା ଜୟ କଲା ପରେ ପରେ 2 ବର୍ଷ ପରେ ମିଶ୍ରର ଦେଶ ସେତେବେଳେ ସର୍ବଶକ୍ତିଶାଳୀ ଦେଶ ଥିଲା। ସେ ଦେଶର ସବୁଠାରୁ ଉଚ୍ଚ ଦ୍ୱିତୀୟ ପଦ ଯୋସେଫ ପାଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ନାହିଁ ତ ଉନ୍ନତି ନାହିଁ। ଆଚ୍ଛା, ମରଣ ପର୍ଯ୍ୟନ୍ତ ପରୀକ୍ଷା, କିନ୍ତୁ ମରିଗଲା ପରେ ପରୀକ୍ଷା ସରିଗଲା ଭାବୁଛନ୍ତି କି?
मरीगला पर कि परीक्षा आउ गोटे परीक्षा अच्छे आउ गोटे परीक्षा अच्छे मरीगला पर भी गोटे परीक्षा अच्छे को परीक्षा जानी विचार दिन परीक्षा परंतु प्रथम करिंदी 3 अध्याय तार 12-13 पद मुझे आसंता काली की कही पढ़ी दियंतु किंतु जदि कहीं सही भित्तिमूल उपरे सुना रूपा बहुमूल्य पत्थर काठ घास बा छण दे निर्माण करे ताहा हेले प्रत्येक जनर कर्म की प्रकार ताहा प्रकाश पाइब कारण सही दिन ताहा प्रकाश करिब जेणु सही दिन अग्नि सहित प्रकाशित हेब आ प्रत्येक लोकर कर्म की प्रकार सही अग्नि परीक्षा करिब से दिन विचार दिन जागो महादिन बोली कहा जाए परमेश्वर स्वर्ग प्रवेश कराइबा पूर्व प्रति व्यक्ति को से परीक्षा कला परे ही जे उत्तीर्ण हेबो ताकू प्रवेश कराइबे एते समझ नहीं प्रभु आमे सभारे जाइथिलु आमे वाक्य सुनिथिलु आमे नाचिथिलु प्रभु बाण फुटे फुटे कौन भावुଛନ୍ତି प्रभु खुशी ହେଇଯିବେ आमे धूली उठे ଦେଇଥିଲु कौन प्रभु खुशी ହେଇଯିବେ नहीं आमे बहुत बड़ प्रोग्राम କରିथिलु कौन भावुଛନ୍ତି से समस्त को परीक्षा करिवे इंक्लूडिंग पास्टर्स लीडर्स स्पीकर्स आमे गोटे परिवा को घर को आनिबा पूर्व परीक्षा करके देखू आखिरे देखी परीक्षा करू हाथ रे छुई की परीक्षा करू भेंडी को हेले केमती परीक्षा करू भांगी बैगण को हेले चिप्पिकी आउ आंब जदि एपटे किणु नथिबे एपटे किणु नथिबे एपटे तो सब सिकरी माहा पाकल माहा महा महा सब तो महा एपटे और कहीं किणवे किंतु किणला जदि किणौथि सुंगी किणौथि नाक परीक्षा करे देखौथि आखि परीक्षा करे आमे साधारण परिबा को निजर करिबा पई जदि परीक्षा करूछु ए अगाड़ी मानव जाति चोर डकायत मदुआ व्यभिचारी पापी मानू सबुदिन निजर स्त्री करने पूर्व कौन भावुंट बिना परीक्षा रे ग्रहण करदे बाया हूँ नहीं आमे लुगाटी को किनिबा पाई हेले देखो देखो कहू वाओ बढ़िया है दोकानी कहीदेला बढ़िया है आपण बढ़िया है कहले सतरे भल देखा जाउछि जे टिके दियंतु छुई की परीक्षा कर छुईले जानी देउ जे ना देखा जाउछि भल किंतु एटा देह को जळेबो जदि छुईला परे भल लागिला आपण कोन करिवे नै आसीबे नाइ टिके पिंधिकी देखि गोटे ट्रायल रूम रे जाइकी आखि देखिला हाथ परीक्षा कला देह परीक्षा कला तापरे जदि संतुष्ट लागिला तेबे किणिकी आणो आमे प्रचार करू पालक हेउ आमे लीडर हेउ कि वक्ता हेउ कि विश्वासी हेउ समस्तकर कर्म विचार दिन रे प्रभु परीक्षा करिवे गीतरे गाइलु ना ठीक करिछु कि बंधु भूल करिछु सबु तोला छ केते चोरी करिछु केते ठकिछु केते गुप्त पाप करिछु केते अपराध करिछु ए दिन मानकर मु देखुछु जे ख्रिस्टियन माने भयंकर भयंकर ख्रिस्टियन मद व्यापार करी से पैसा रे सफा कर दउछंती आउ सेमती केतरा व्यापार भी करूछंती जोड़ा कि कोई हेबो नै माइक किंतु सभा कर दउछंती आउ वक्ता को गायक को जोरदार पैसा दौरान भावुं कि मुहरे सील करदे मु गोटे सभा को
ମୁଁ ଜାଣି ନାହିଁ ସଭା ସବୁ ସରିଗଲା ପରେ ଜଣେ କହିଲା ଆଜ୍ଞା ଜାଣିଛନ୍ତି କୋଉ ପଇସାରେ ସଭା ହେଲା? କୋଉ ପଇସାରେ? ଭାରତୀୟ ପଇସାରେ। ନାଇଁ ନାଇଁ ଭାରତୀୟ ଗାନ୍ଧୀ ବାବୁଙ୍କ ମୁଣ୍ଡର ଛବି ଥିଲା ଯେ, କିନ୍ତୁ ସେଠି ଅଲଗା ମୁଣ୍ଡ ଯାକ ବି ଥିଲା ଆଜ୍ଞା। କୋଉ ମୁଣ୍ଡ? ସେ ଯୋଉ ମୁଖ୍ୟ ଲୋକଟା ତାର ମଦ ବିଜନେସ ଅଛି, ରାନ୍ଧୁଛି ସେ ମୌଲ ମଦ। ସଭା କରିଦେଇକି ଭାବୁଛନ୍ତି ପାପ ସବୁ କ୍ଷମା ହେଇଯିବ। ପ୍ରଭୁଙ୍କ ଲୋକମାନେ ସେଦିନ ଅଗ୍ନିରେ ପରୀକ୍ଷା ହେବ। ନିଆଁ ନିଆଁ ନିଆଁ। କଣ ଏ ଅଗ୍ନି? ଈଶ୍ୱରଙ୍କ ବାକ୍ୟ। ଯେରେମିୟା 23:29 ଲେଖା ଅଛି, ଈଶ୍ୱରଙ୍କ ବାକ୍ୟ କି ଅଗ୍ନି ତୁଲ୍ୟ ନୁହେଁ? ବାକ୍ୟ ଅନୁସାରେ ପରୀକ୍ଷା କରିବେ, ବାକ୍ୟ ଅନୁସାରେ ମାପିବେ, ବାକ୍ୟ ଅନୁସାରେ ଦେଖିବେ। ଏଣୁକରି ରୋମିଓ 2:16 ଲେଖା ଅଛି, ମୋହର ସୁସମାଚାର ଅନୁସାରେ ବିଚାର ହେବ। ତା ମାନେ ପାଉଲ କହିଲେ ମୋର ବାକ୍ୟ ଅନୁସାରେ ବିଚାର ହେବ। ତା ମାନେ ବିଚାର ଦିନରେ ପୁସ୍ତକ ମାନ ଫିଟାଇ ଦିଆଯିବ, ଆଉ ଜୀବନ ପୁସ୍ତକ ଫିଟାଇ ଦିଆଯିବ, ଅନେକ ପୁସ୍ତକ ଫିଟାଇ ଦିଆଯିବ, ଈଶ୍ୱରଙ୍କ ବାକ୍ୟ ଫିଟାଇ ଦିଆଯିବ। ବାକ୍ୟ ଅନୁସାରେ ଯାହାର ଜୀବନ ଠିକ ନାହିଁ, ବାକ୍ୟ ରୂପକ ଅଗ୍ନିରେ ପରୀକ୍ଷା କଲା ବେଳେ ଯଦି ଆପଣଙ୍କ କର୍ମ ଆପଣଙ୍କ ଜୀବନ ଠିକ ଅଛି, ଆପଣ ରକ୍ଷା ପାଇବେ। ଶୁଣନ୍ତୁ, ବନେଇବା ଦିନ ଠାରୁ ପରୀକ୍ଷା ଷ୍ଟାର୍ଟ ହୁଏ, ବିଚାର ଦିନ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥାଏ। ଆଉ ପରୀକ୍ଷା ସବୁବେଳେ ଦୁଃଖଦାୟକ ଅଟେ। ଅବ୍ରାହମ କଲିଜା ହୃଦୟକୁ ପଥର କରି ନିଜ ପୁଅକୁ ହାଣିବାକୁ ରେଡି ହେଲା। ଏଇଟା ହଉଛି ପରୀକ୍ଷା। ଆୟୁବ ସବୁ ହରାଇ ଦେଲା ପରୀକ୍ଷା ଆସିଲା ବେଳେ। ଯୀଶୁ ଖ୍ରୀଷ୍ଟ ରକ୍ତାକ୍ତ ହେଇଗଲେ ପରୀକ୍ଷା ଆସିଲା ବେଳେ। ତେଣୁ ଖ୍ରୀଷ୍ଟିଆନ ଜୀବନରେ ଆରମ୍ଭରୁ ଶେଷ ଯାଏ ପରୀକ୍ଷା। କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। କାହିଁକି ଅସୁବିଧା ନାହିଁ? ଶୁଣନ୍ତୁ, ଏଇଟା ପୁଣି ଅଳ୍ପ ଦିନର ପରୀକ୍ଷା। ହାଲେଲୁୟା, ହାଲେଲୁୟା। ତାମାନେ 70, 80, 90 ବର୍ଷ ପରୀକ୍ଷା ହେଉ, କିଛି ଅସୁବିଧା ନାହିଁ। କିନ୍ତୁ ଯୋଉଦିନ ପରୀକ୍ଷା ସରିବ, ସ୍ୱର୍ଗରେ ଅନନ୍ତ କାଳ ଆନନ୍ଦରେ ଆମେ ଭୋଗ କରିବା। 2-3 ଲୋକକୁ ହିଁ ଖୁସି ଲାଗିଲା, ବାକି ସବୁ ଫେଲ ଷ୍ଟୁଡେଣ୍ଟ ତ କାହିଁକି ଖୁସି ଲାଗିବ? ପାସ୍ ହେବା ଧାଡିରେ ଥିଲେ ସିନା ଟିକେ ହେଲେ ହଁ ମୁଁ ପାସ୍ ହେଲେ। ମୋର ଗୋଟେ ସାଙ୍ଗ ଥିଲା, କ୍ଲାସମେଟ, ପରୀକ୍ଷା ଦିନ ବଡ ଖୁସିରେ ଆସିବ ସେ। କାହିଁକି ତୁ ଏତେ ଖୁସି ବୋଲି କହିଲେ? ଆରେ ୟାର ସବ ରଟ ଲିଆ, ସବୁ ରେଡି କରିଛି ମୁଁ। ସ୍କୁଲରେ ଟପର, କ୍ଲାସରେ ଟପର, ପରୀକ୍ଷା ବଡ ବଡ ଖୁସିରେ ରେଡି ହେଇକି ଥିବ। କେତେବେଳେ ପରୀକ୍ଷା ସରିବ ତାପରେ ନାଚି ନାଚିକି ଘରକୁ ଯିବ। କାହିଁକି? ଘରେ ଯାଇକି ପ୍ରଥମେ କରେକ୍ସନ କରିବ, କେତେ ମାର୍କ ଆସିବ କହିଦେବ, 95 ଆସିବ, 96 ଆସିବ। ତାକୁ ଟିଚର ବି ଦେଖିଲେ ଖୁସିରେ କଥା ହେବେ, ଆଉ ବାକି ଷ୍ଟୁଡେଣ୍ଟକୁ କୁକୁର ବିଲେଇ କରି ଘୋଡ଼ିବେ। କଣ ଭାବୁଛନ୍ତି? ମୁଁ ବକ୍ତା ପଣିଆ ଦେଖେଇଦେଲେ ସ୍ୱର୍ଗରେ ସ୍ଥାନ ମିଳିବ ନାହିଁ। ସେତେବେଳେ ପାପର ପରୀକ୍ଷା ଗୁଡାକ ଆସିଲେ ମୁଁ ଯଦି ଜୟ କଲି, ପରମେଶ୍ୱର ମତେ ଦେଖିଲେ ସମ୍ଭ୍ରମ ଦେବେ। ଏଠାରେ ଲେଖା ଅଛି, ଯୋଉମାନେ ପରୀକ୍ଷାକୁ ଜିତିଛନ୍ତି କଣ ହେବ ଲେଖା ଅଛି 7 ପଦରେ। ଗୋଟେ ଏକ୍ସାମ୍ପଲ ଦିଆଗଲା, ଯଦ୍ୟପି ଅଗ୍ନି ଦ୍ୱାରା ପରୀକ୍ଷା କରାଯାଏ ସୁବର୍ଣ୍ଣ ଯେମିତି ମହଙ୍ଗା, ସେମିତି ତୁମେ ପରୀକ୍ଷାକୁ ଯଦି ଜୟ କରିବ, ତାହା ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ 3 ଗୋଟି ବିଷୟର କାରଣ ହେବ। କଣ କଣ ହେବ? ନମ୍ବର 1, ପ୍ରଶଂସା। ତାମାନେ କିଏ ପ୍ରଶଂସା କରିବେ? ପରୀକ୍ଷାକୁ ଜୟ କରିଥିବା ଲୋକମାନଙ୍କୁ ଯୀଶୁ ନିଜେ ପ୍ରକାଶିତ ହେଲା ବେଳେ ଯୀଶୁ ପ୍ରଶଂସା କରିବେ। ହାଲେଲୁୟା, ହାଲେଲୁୟା। ଆଜିକାଲିର ଭେଣ୍ଡିଆ ଯଦି ମୋବାଇଲକୁ ଛାଡିଦେଲା, ଅଲଗା ଭେଣ୍ଡିଆ ତାକୁ ଏମିତି ଥଟ୍ଟା କରିବ ଯେ କୁହନି। ବଡ ସାଧୁ ହେଇଗଲା, ଜିତୁଲିମାର ପ୍ରଚାର ଶୁଣିଦେଲା ତ ଛାଡିଦେଲା ମୋବାଇଲ। ହଉ ତୁ ସ୍ୱର୍ଗଜାତ, ଗୋଡ ଧରିକି ଆମେ ଆସିବୁ କହିବେ।
जदि गर्लफ्रेंड को छाड़देला तो से गर्लफ्रेंड ताको हिंजड़ा बोली कौच क्या रे हिंजड़ा हो गया, चक्कर छोड़ दिया, बड़ा धर्मी बन गया। टोकी माने हिंजड़ा कोई देले, टोका माने पूरा पुरुषत्व देखेबा ପାଇଁ रेडी ही जाउछि। मो कहबा ପାଇଁ चाहे लोके जेते निंदा करंतु मोर परित्राण पाइबा समय 15 वर्ष बयसर समय छला। मो डुबन नेली पवित्र आत्मा को अनुभव कली। से समय मते केही भलो पाइले नै, काहेकि मो सब छाड़ी देली। टिके सिनेमा देखिबार भूत थिला, सेटा छाड़ी देली। फिल्म गीत छाड़ी देली। जाहो आज छी 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 रे ननी गीत बजे बजे प्रोसेसन खोले जाहो रिवाइवलटा अच्छी आओ। सावधान, आमर सब कर्म तौला जाउछि। आमर उत्सव अछि किंतु ए उत्सव मूर्खता अटे। गोटे सभारे तो प्रोसेसन करछन, सब पी पकई छंती, जाओ पी पकई कि नाचुछंती, धूली उठे कि हमको छिंकाउछंती। चलछि उत्सव आ मना कले भी विपद। किसी भी है से सभारे मना करदेले चलछि। प्रभु लोक माने मोर कहिबार भाव, मु जेतेबेले सब फिल्मी दुनियार सब रंग रस को छाड़िले मते कहीं भल पाइले नहीं। टोका माने कहले ये बुढ़ा ही गला, टोकी माने कहले ये एते बोरिंग पिला को आमे देखिनो, साही लोक माने कहले तू एबेठु कोन रे साधु ही गलु। छोट छोट निंदा आसिला, परे परे बड़ बड़ निंदा आसिला, बड़ बड़ समस्या आसिला, बहुत दुख भोग करबा पड़िला। आ एबे भी पड़ुछे, किंतु ए दुख भोग पुणी अल्प काल पाए। जेउ दिन जीशु प्रकाशित हेबे, जीशु प्रशंसा करने को लगे, जीशु गौरव देवे। आपण को कई गौरव देउ न देउ, कई भल पाऊ न पाऊ, कई रेस्पेक्ट देउ न देउ, आगमन समय जीशु आपण को रेस्पेक्ट देले यथेष्ट होते। हालेलुया। सेमिति रेस्पेक्टफुल स्टूडेंट किए हेबो आज्ञा जे परीक्षा रे टॉपर है। हालेलुया। सेमती रेस्पेक्टफुल विश्वासी किए हेबो जे पापर परीक्षा को जय करिछि। आमे मंडली रे कर्मकर्ता ही जाई पारिबा, आमे लीडर ही जाई पारिबा, आमे चेष्टा करी कि आउ किछि किछि ही जाई पारिबा, वक्ता भी ही जाई पारिबे, थियोलॉजी करी हायर स्टडी करी कि बड़ बड़ डायरेक्टर ही जाई पारिबे। मु देखुछि एही दिन मानकरे डायरेक्टर माने भी मधुआ जाक अछंती। गोटे जगह रे मु देखली जे से गोटे बिशप भी मधुआ, गोटे वक्ता कथा मु कहबे आपण छानिया ही जिवे आज्ञा, से देसी मद न पीले स्टेज को छोड़िबो। अपीला परे भयंकर प्रचार करिबो, घंटाटी न पीले करिबो नहीं। चलिए एबे सबू बारुंगा आउ भलो एका संगरे पड़ुछ। चलिए मो आपण को कहबा पई चाहे बड़ मारात्मक हो गलानी आम ख्रिस्टियन कम्युनिटी, किंतु जो माने आज आपण सुनुछंती सुनंतु, ए अल्प दिनर जीवन यात्रा रे पापर सब परीक्षा को जय करंतु। जय करबा लोक को निंदा आसीबो, दुख आसीबो। काहे जोसेफ जेल गला, से परीक्षा को जय करबा को चाहिला। से पोटिफर स्त्रीर कथारे हाँ रे हाँ मिसई दे थांता, मजा नहीं थांता पापर, से घरे रजा ही थांता से, किंतु अनंत काल सजा पाई थांता से। क्षणिक सुख को चाहिला नहीं, अल्प काल सुख को केबे भी चाहिबा नहीं। एणु मु 15 वर्ष बयस
ସଂସାରର ସବୁ ଭୋଗ ବିଳାସକୁ ଛାଡ଼ିବାର ସ୍ଥିର କଲେ। ମତେ କେହି କେହି ପ୍ରଶ୍ନ କରୁଥିଲେ, ଆପଣ ଏତେ କମ ବୟସରେ କେମିତି ଏ ଯାଏ ଆସିଗଲେ? ସିମ୍ପଲ କଥା, ସବୁ ପ୍ରଭୁଙ୍କର ଅନୁଗ୍ରହ ଅଟେ, ଆଉ କିଛି ନାହିଁ। କିନ୍ତୁ ହଁ, ପରୀକ୍ଷା ତ ମତେ ବି ଆସିଛି, ଆପଣଙ୍କୁ ବି ଆସିଛି। ଯେ ପାସ୍ ହେବ ସିଏ ହିଁ ଅପର କ୍ଲାସକୁ ଯିବ। ସିମ୍ପଲ ଫ୍ୟାକ୍ଟ। ବାଇବଲର ପରମେଶ୍ୱର କେବେ ଅନ୍ୟାୟ ନୁହନ୍ତି। ଗୋଟେ ଫେଲ୍ ଷ୍ଟୁଡେଣ୍ଟକୁ ସେ ପ୍ରମୋଟ କରିବେ ନାହିଁ। ଗୋଟେ ପାସ୍ ବିଲିଭରକୁ, ଗୋଟେ ପାସ୍ ହେଇଥିବା ବ୍ୟକ୍ତିକୁ ସେ ତଳେ ରଖିବେ ନାହିଁ। ଇଣ୍ଡିଆ ମାନେ ତୁମେ ଯଦି ଉନ୍ନତି ଚାହୁଁଛ, ଝିଅ ମାନେ, ମା ମାନେ, ଭାଇ ମାନେ, ତୁମେ ଉନ୍ନତି ଚାହୁଁଛ, ପରୀକ୍ଷାକୁ ଜୟ କରିବା ପାଇଁ ଶିଖ। ଆଉ ଯେଉଁମାନେ ପରୀକ୍ଷାକୁ ଜୟ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି, ଆଜି ସମୟ ନାହିଁ। ପରୀକ୍ଷାକୁ କେଉଁମାନେ ଜୟ କରନ୍ତି? ଯେଉଁମାନେ ଭଲ ହୋମୱାର୍କ କରନ୍ତି। ଆଜି ସମୟ ନାହିଁ କହିବା ପାଇଁ। ଏ ସଣ୍ଡେରେ ମୁଁ ଚର୍ଚ୍ଚରେ ସେଇଟା କହିଲି, କଣ ହୋମୱାର୍କ କରିବେ ଯେ ଆପଣ ଭଲରେ ଜୟ କରିବେ? ପ୍ରଥମ ହୋମୱାର୍କ ଖାଲି ନାଁରେ କହିଦେଉଛି। ପ୍ରଥମ ହୋମୱାର୍କ ଯୀଶୁ କହିଛନ୍ତି, ପରୀକ୍ଷାରେ ଯେପରି ନ ପଡ, ଜାଗି ରହି ପ୍ରାର୍ଥନା କର। ଆଜିକାଲି ତ ପାଷ୍ଟର ମାନେ ଷ୍ଟେଜରେ ଶୋଇ ପଡୁଛନ୍ତି। ମୁଁ ଏଠି ଦେଖି ନାହିଁ, ଇଆଡେ ମୁଁ ଦେଖି ନାହିଁ, ଠିକ ଅଛି। କିନ୍ତୁ କେତେ ଜାଗାରେ ଏବେ ରିସେଣ୍ଟଲି ଯାଇଥିଲି, ଜୋରଦାର ପ୍ରଚାର କଲା ବେଳକୁ ଜଣେ ପୁରା ପାଟି ମେଲା କରି ଶୋଇଛି। ଯଦି ବାକ୍ୟ ବେଳକୁ ଯଦି ଶୋଇପାରୁଛି ମାନେ ସେ ପକ୍କା କଂସାରୀ ଘରର ପାରାସି। କଂସାରୀ ଘରର ପାରାକୁ ଯେତେ ଢମ 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 ବାଜିଲେ ମଧ୍ୟ ଫରକ ପଡିବ ନାହିଁ। ପରୀକ୍ଷାରେ ନ ହାରିବା ପାଇଁ ଯୀଶୁ ଗୋଟିଏ ହୋମୱାର୍କ ଟିପ୍ସ ଦେଇଥିଲେ, ପ୍ରାର୍ଥନା କର, ପ୍ରାର୍ଥନା କର, ପ୍ରାର୍ଥନା କର। ଶିଷ୍ୟମାନେ ଢୁଳାଉଥିଲେ, ପ୍ରାର୍ଥନାରେ ବସିଥିଲେ। ଦୁଃଖର କଥା କଣ, ସେମାନେ ପ୍ରେୟରରେ ବସିଥିଲେ କିନ୍ତୁ ପ୍ରେୟର କରୁନଥିଲେ। କେହି କେହି କହନ୍ତି, ଆଜ୍ଞା ମୁଁ ଡେଲି ପ୍ରେୟରରେ ବସେ। କିଛି ଲାଭ ନାହିଁ ଅନଲେସ୍ ୟୁ ପ୍ରେ ପ୍ରପରଲି। ଆଜ୍ଞା ମୁଁ ଚର୍ଚ୍ଚ ଯାଏ, କିଛି ଲାଭ ହେବ ନାହିଁ। ଚର୍ଚ୍ଚରେ ଆପଣ କେତେ ଇନଭଲ୍ଭ ହଉଛନ୍ତି। ପାଣିବାବୁ ଗୀତ ଗାଇଲେ ଆପଣ ହାତ ହ୍ୟାଣ୍ଡିକ୍ୟାପ୍ଟ ଲୋକ ପରି ଅଛି। ପ୍ରାର୍ଥନା ବେଳକୁ ଆପଣଙ୍କ ରାକ୍ଷୀ ବନ୍ଦ ହେଉନାହିଁ। ବାଇବଲ ପ୍ରଚାର ବେଳକୁ ହାତରେ ବାଇବଲ ନାହିଁ, ତ କି ଲାଭ ହେବ? ଗିର୍ଜାରେ ବସିକି ବି ଆପଣ ଗିର୍ଜାର ଲାଭ ଉଠେଇ ପାରୁନାହାନ୍ତି। ଯୀଶୁଙ୍କ ଶିଷ୍ୟମାନେ ପ୍ରାର୍ଥନାରେ ଥିଲେ କିନ୍ତୁ ପ୍ରାର୍ଥନା କରୁନାହାନ୍ତି। ନାମରେ ପ୍ରାର୍ଥନାରେ ବସିଛନ୍ତି, ଶୋଉଛନ୍ତି। ସବୁ ପରୀକ୍ଷାରେ ହାରିଗଲେ। କିନ୍ତୁ ଯୀଶୁ ପ୍ରାର୍ଥନା କରୁ କରୁ ଏମିତି ଶକ୍ତି ପାଇଲେ, ସ୍ୱର୍ଗଦୂତ ଆସିକି ଶକ୍ତି ଦେଲେ, ଶୈତାନର ସବୁ ପରୀକ୍ଷାକୁ ଜୟ କଲେ। ତାମାନେ ସବୁଠାରୁ ପାୱାରଫୁଲ ଟ୍ୟୁସନ ୱାର୍କ, କୋଚିଂ ୱାର୍କ, ହୋମୱାର୍କ ହଉଛି ପ୍ରେୟର, ପ୍ରେୟର, ପ୍ରେୟର। ପ୍ରାର୍ଥନା, ପ୍ରାର୍ଥନା, ପ୍ରାର୍ଥନା। ଏତେ କରନ୍ତୁ ଯେ ସ୍ୱର୍ଗରୁ ଶକ୍ତି ପାଇଯିବେ, ଯେତେ ପରୀକ୍ଷା ଆସିଲେ ବି ଆପଣ ଜିତି ପାରିବେ। ଏଟା ବାଇବଲର ଗ୍ୟାରେଣ୍ଟି। ଆଉ ମୁଁ ଏହାକୁ ଅନୁଭବ କରିଛି। ଆଉ ଆପଣ ବି କରିବେ। ଯୁବାମାନେ, ଯଦି ତୁମେ ମନ୍ଦ ଚିନ୍ତାକୁ ଜିତି ପାରୁନ, ଅବିନାଶକୁ ଜିତି ପାରୁନ, ପାପକୁ ଛାଡି ପାରୁନ, ପରୀକ୍ଷାରେ ପଡି ଯାଉଛ, ପ୍ରାର୍ଥନା ସମୟ ଟିକେ ବଢେଇ ଦିଅ। ଆଣ୍ଠୁରେ ଠିଆ ହେବା ସମୟ ଟିକେ ବଢେଇ ଦିଅ। ସିକ୍ ଦ ମର୍ସି ଅଫ ଦ ଲର୍ଡ। ପ୍ରଭୁ ମତେ ହେଲ୍ପ କର। ଯୀଶୁ କାହିଁକି କାନ୍ଦି କାନ୍ଦି ପ୍ରାର୍ଥନା କଲେ? କାହିଁକି ଆଣ୍ଠୁ ଭାଙ୍ଗିଲେ? କାହିଁକି ତାଙ୍କର ଝାଳ ରକ୍ତ ଟୋପା ପରି ପଡିଗଲା? କାହିଁକି ରାତି ସାରା ଗେଥ୍‌ସେମନିରେ ପ୍ରାର୍ଥନା କଲେ? ପରୀକ୍ଷାକୁ ଜିତିବା ପାଇଁ। ଆଜି ଅନେକ ପ୍ରଭୁଙ୍କ ଲୋକମାନେ ପ୍ରାର୍ଥନା ଚୋର ଗୁଡାକ। ଚର୍ଚ୍ଚ ଗୁଡାକରେ ପ୍ରେୟର ହେଉନାହିଁ। ବିଲ୍ଡିଂ ତିଆରି ହେଇଛି, ପ୍ରେୟର ହେଉନାହିଁ। ଉପବାସ ପ୍ରାର୍ଥନା ନାହିଁ, ପ୍ରାର୍ଥନା ନାହିଁ, ବ୍ୟକ୍ତିଗତ ପ୍ରାର୍ଥନା ନାହିଁ। କେମିତି ଆପଣ ଜୟ କରିବେ?
ଯୀଶୁଙ୍କ ଯୋଉ ପରୀକ୍ଷା ଆସିଥିଲା ଭୟଙ୍କର ପରୀକ୍ଷା, ଆଉ ଯୀଶୁ ଜୟ କଲେ। କାହିଁକି? ପ୍ରାର୍ଥନାରେ ଶକ୍ତି ମିଳେ। ଏଇଟା ଗୋଟେ ହୋମୱାର୍କ। ସେକେଣ୍ଡ ହୋମୱାର୍କ ହଉଛି ବାକ୍ୟ। ଯେତେବେଳେ 40 ଦିନର ପରୀକ୍ଷା ଉପବାସ ସରିଲା, ଶୟତାନ ଆସିଲା, ଶୟତାନ ଯୀଶୁଙ୍କୁ ପରୀକ୍ଷା କଲା। ଯୀଶୁ କେମିତି ତାହାକୁ ଜୟ କଲେ? ବାକ୍ୟ ଦ୍ୱାରା। ତାମାନେ word of God has the power to overcome all tests, temptations. ହେଲେ ବାକ୍ୟ ତ ଆପଣ ଶୁଣୁଛନ୍ତି ଯଥେଷ୍ଟ ନାହିଁ। ଫାରୁସୀ ମାନେ ବି ଶୁଣୁଥିଲେ ବାକ୍ୟ, ଇସ୍କାରିୟତ ଯିହୁଦା ବି ଶୁଣୁଥିଲା, ଶୟତାନ ବି ବାକ୍ୟ ଶୁଣେ। ବାକ୍ୟ ଶୁଣିବା ଯଥେଷ୍ଟ ନାହିଁ, ବାକ୍ୟ ଜାଣିବା ବି ଯଥେଷ୍ଟ ନାହିଁ, ବାକ୍ୟ ପଢିବା ବି ଯଥେଷ୍ଟ ନାହିଁ। ତେବେ କଣ? ବାକ୍ୟ ପାଳନ କରିବା। ପ୍ରଭୁଙ୍କ ଲୋକମାନେ ଆଜ୍ଞା ଏଇଟା ତ ହଉନି, ତା ପାଇଁ ବି ହୋମୱାର୍କ ଅଛି। କୋଉମାନେ ବାକ୍ୟ ପାଳନ କରିପାରିବେ? ମର୍ଦ୍ଦକ୍ଷୟ ଠାରୁ ଶିଖନ୍ତୁ, ଗୋଟିଏ ଆଜ୍ଞା ପାଳନ କରିବା ପାଇଁ ପୁରା ଦେଶ ସାରା ଉପବାସ କରିଦେଲା ସେ। କୋଉ ଆଜ୍ଞା? ହାମାନ ସମ୍ମୁଖରେ 10 ଆଜ୍ଞାର ପ୍ରଥମ ଦ୍ୱିତୀୟ ଆଜ୍ଞା ଉଲ୍ଲଂଘନ କରିବାକୁ ଚାହିଁଲା ନାହିଁ। ଉପୁଡ ହୋଇକି ପ୍ରଣାମ ଯଦି କରିବ ହାମନକୁ, ତାହେଲେ ଆଜ୍ଞାର 10 ଆଜ୍ଞାର ପ୍ରଥମ ଦ୍ୱିତୀୟ ଆଜ୍ଞା ଉଲ୍ଲଂଘନ ହେଇଯିବ। ମରିଲେ ମରିବି ସିନା, ଆଜ୍ଞା ଉଲ୍ଲଂଘନ କରିବେ ନାହିଁ। ଦେଶ ସାରା ଉପବାସର ଘୋଷଣା ହେଲା। ଏସ୍ତର ଉପବାସ କରୁଛି, ମର୍ଦ୍ଦକ୍ଷୟ ଉପବାସ କରୁଛନ୍ତି, ଯିହୁଦୀ ମାନେ ଉପବାସ କରୁଛନ୍ତି। କାହିଁକି? ଆମର ଜଣେ ଲୋକ ବାକ୍ୟ ପାଳନ କରିବା ପାଇଁ ଏତେ ଦୃଢ ସଂକଳ୍ପ ନେଲା ଯେ ତା ହେତୁରୁ ଆମ ସବୁକୁ ବିପଦ ଆସିଛି। ଆଜିକାଲି ସେମିତି ହେଇଥିଲେ କଣ ହେଇଥାନ୍ତା କେଜାଣି? ଇଏ କାହିଁକି ରେ ବାବୁ ଇଏ ଏତେ ଟେମ୍ପର ଦେଖେ ହେଲା, ସମସ୍ତେ ଏବେ ହଣା ଯିବେ କହିଥାନ୍ତେ। କିନ୍ତୁ ଯିହୁଦୀ ମାନେ ଉପବାସ କଲେ, ସମସ୍ତେ ଉପବାସ କଲେ। ଆଉ ଜାଣିଛନ୍ତି ଉପବାସରେ ଏମିତି ମିରାକଲ ହେଲା ଯେ ବାକ୍ୟ ଉଲ୍ଲଂଘନ କରାଇବା ଲୋକ ସବୁଦିନ ପାଇଁ ଫାଶୀରେ ମରିଗଲା। ଶୁଣ, ବାକ୍ୟ ମାନିବା ପାଇଁ ବି ଗୋଟେ ସୋର୍ସ ଅଛି, ଫାଷ୍ଟିଂ ପ୍ରେୟର। ବେଶୀ ନ କଲେ ମଧ୍ୟ ଟିକେ ଟିକେ କରନ୍ତୁ। ଆହୁରି ଗୁଡାଏ ସୋର୍ସ ଅଛି, ସମୟ ନାହିଁ କହିବା ପାଇଁ। କିନ୍ତୁ ବାକ୍ୟ ବିନା ଆପଣ ଜୟ କରିପାରିବେ ନାହିଁ। ଯଦି ଆପଣ ବାକ୍ୟ ମାନିକି ଚାଲିଛନ୍ତି, ଜିହ୍ୱାରେ ମିଥ୍ୟା କହୁନାହାନ୍ତି, ପରଚର୍ଚ୍ଚା କରୁନାହାନ୍ତି, ଚକ୍ଷୁରେ ମନ୍ଦ ଦେଖୁନାହାନ୍ତି, ତାମାନେ ତୁମ ଚକ୍ଷୁ ବାକ୍ୟ ମାନିକି ଚାଲିଛି। ହସ୍ତରେ ଲାଞ୍ଚ ନେଉନାହାନ୍ତି, ଅନର୍ଥ ଧରୁନାହାନ୍ତି, ଅଶ୍ଳୀ ବସ୍ତୁକୁ ସ୍ପର୍ଶ କରୁନାହାନ୍ତି, କ୍ରୋଧ କରୁନାହାନ୍ତି, ଲୋଭ କରୁନାହାନ୍ତି, ବ୍ୟଭିଚାର କରୁନାହାନ୍ତି, ହତ୍ୟା କରୁନାହାନ୍ତି, ମିଥ୍ୟା କହୁନାହାନ୍ତି, ବାକ୍ୟ ମାନିକି ଚାଲିଛନ୍ତି। ଶୟତାନ ବି ତମକୁ ପରୀକ୍ଷା କରିବା ଆଗରୁ 10 ଥର ଚିନ୍ତା କରିବ। କାହିଁକି? ସେ କୋଉ ପାପରେ ଆଣିକି ତମକୁ ପରୀକ୍ଷା କଲେ ବି ତମେ ତ ଅଲରେडी ମାନି ଚାଲିଛ। ଯାହାକୁ हिंदी में कहावत है, जिसको 19 आता है उसको 17 मत सिखाओ, जिसको 19 आता है 17 मत सिखाओ। जे बाक्य ऑलरेडी मानी के चाली ताकू कि शैतान अनाज्ञा बह कराई पारे। बाक्य मानिबा लोक शैतान को परीक्षा को जीति पारे। तृतीय परीक्षा को जीतिबार कोचिंग होची फास्टिंग प्रेयर। एगेन उपवास प्रार्थना बिना आपण शैतान परीक्षा को जय करि पारिबे ना। ए तीनटा होमवर्क मु आपनको कहूची, प्रार्थना, वाक्य पालन, उपवास आरंभ कर दियंतु। काहेकि प्रभु को लोक माने ए अल्प काल रे जदि अल्प परीक्षा आसिला, बहुत दुख भोग कले 70, 80, 90 वर्ष आगमन बेल को प्रशंसा पाइबे, गौरव पाइबे, संभ्रम पाइबे। एहार ठीक अपोजिट जदि वर्तमान सुख पाइले पापर क्षणिक सुख। एब्री 11:25 पढ़ंतु।
କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ତାମାନେ ପାପରେ କ୍ଷଣିକ ସୁଖ ଅଛି, ଆଉ ପରୀକ୍ଷାରେ ଅଳ୍ପ କାଳର ପରୀକ୍ଷା, କିନ୍ତୁ ବହୁତ ଦୁଃଖ ଅଛି। ଶୁଣନ୍ତୁ, ଯଦି ଏଇ ଜଗତରେ କ୍ଷଣିକ ସୁଖ, ମଦ ପିଇବାରେ ସୁଖ, ଚୋରି କରିବାରେ ସୁଖ, ବ୍ୟଭିଚାରରେ ସୁଖ, ଲାଭ, ଲୋଭ, ପଇସା, କାରବାର, ମିଥ୍ୟାରେ ସୁଖ ଅଛି, ଏଣୁକୁ ଲୋକ ପାପ ଛାଡି ପାରୁନାହାନ୍ତି। ପାପର କ୍ଷଣିକ ସୁଖକୁ ଯଦି ଆପଣ ଛାଡ଼ିଦେଲେ ତାହେଲେ ଅନନ୍ତ ଦୁଃଖରୁ ରକ୍ଷା ପାଇଯିବେ। କିନ୍ତୁ ପାପର କ୍ଷଣିକ ସୁଖକୁ ଧରି ରଖିଲେ, ଶୁଣନ୍ତୁ, ଅନନ୍ତ ସ୍ୱର୍ଗୀୟ ସୁଖକୁ ପାଇପାରିବେ ନାହିଁ। ଏଣୁ ଚଏସ୍ ଆପଣଙ୍କର, ପସନ୍ଦ ଆପଣଙ୍କର, କେହି ବାଧ୍ୟ କରିବେ ନାହିଁ। ପ୍ରଭୁ ବି ବାଧ୍ୟ କରିବେ ନାହିଁ। ପ୍ରଭୁ ବାଧ୍ୟ କରନ୍ତି ନାହିଁ, ଖାଲି କହନ୍ତି ସେ ପାପ ଛାଡ଼ିବ ଛାଡ଼, ନ ଛାଡ଼ିବ ତମ ଇଚ୍ଛା। କିନ୍ତୁ ସେ ବାରମ୍ବାର କହନ୍ତି, ସେ ବାଧ୍ୟ କରନ୍ତି ନାହିଁ। ଯଦି ବାଧ୍ୟ କରିବାର ହେଇଥାନ୍ତା, ହବା ଫଳ ତୋଳିଲା ବେଳକୁ ମନା କରିଦେଇଥାନ୍ତେ, ହାତକୁ ଅଟକାଇ ଦେଇଥାନ୍ତେ। ସେ ବାଧ୍ୟ କରିବେ ନାହିଁ। ତୁମେ ମୋବାଇଲରେ ପାପ କରୁଛ, ପ୍ରଭୁ ଖାଲି କହିବେ, ବାଧ୍ୟ କରିବେ ନାହିଁ ବାଧ୍ୟ। ଏଣୁ ମଶା ପାପର କ୍ଷଣିକ ସୁଖକୁ ଛାଡ଼ିଲେ, କାହିଁକି? ସ୍ୱର୍ଗରେ ଅନନ୍ତ ସୁଖ ଅଛି। ଏଣୁ ଆପଣଙ୍କ ସାମ୍ନାରେ ଚଏସ୍ ରଖାଯାଉଛି। ଏ ଅଳ୍ପ କାଳରେ ଟିକେ ନାନା ପରୀକ୍ଷା ଦ୍ୱାରା ଦୁଃଖ ଯଦି ସହିବେ, ସ୍ୱର୍ଗରେ ଅନନ୍ତ ସୁଖ ଅଛି। ଏ ଅଳ୍ପ କାଳର କ୍ଷଣିକ ସୁଖ ପାଇବେ, ନର୍କରେ ଅନନ୍ତ ଦୁଃଖ ଅଛି। ଆପଣଙ୍କର ଚଏସ୍। କିନ୍ତୁ ମନେ ରଖିଥାନ୍ତୁ, ଯୀଶୁ ଶୀଘ୍ର ଆସୁଛନ୍ତି। ଏଣୁ ସମୟ ଅନୁସାରେ କାମ କରନ୍ତୁ। ପିମ୍ପୁଡ଼ି ପରି ହେଇଯାଆନ୍ତୁ। ସେ ଜାଣେ କାଳ ସରି ଆସିଲା, ବର୍ଷା କାଳରେ ଦୁଃଖ ଅଛି, ଅଭାବ ଅଛି, କଷ୍ଟ ଅଛି, ଅନାହାର ହେବ। ଏଣୁ ସେ ପ୍ରସ୍ତୁତ ହେଇଯାଏ, ପରିଶ୍ରମ କରେ, ଆଉ ସେ ଭବିଷ୍ୟତକୁ ସୁରକ୍ଷିତ କରେ। ସେ ଜ୍ଞାନବାନ। ସୁବୁଦ୍ଧି ନିର୍ବୁଦ୍ଧି କନ୍ୟା କଥା ଆପଣ ଜାଣନ୍ତି। କାହିଁକି ସେମାନଙ୍କୁ ନିର୍ବୁଦ୍ଧି କୁହାଗଲା? ସମୟ ଅନୁସାରେ ପ୍ରସ୍ତୁତ ହେଇନାହାନ୍ତି। ହାତରେ ପଇସା ଅଛି ତେଲ କିଣିବା ପାଇଁ, ବଳ ଅଛି ଚାଲିକି ଯିବା ପାଇଁ, ସମ୍ଭବତଃ ଦୋକାନ ବି ଖୋଲା ଥିବ, କିନ୍ତୁ ଏମାନେ ଢୋଳେଇରେ ଶୋଇଛନ୍ତି। ଆଗରୁ ଯଦି ଯାଇକି କିଣିକି ରଖିଥାନ୍ତେ, ନିର୍ବୁଦ୍ଧି ନା ମିଳିନଥାନ୍ତା, ପ୍ରବେଶ କରିଥାନ୍ତେ। କାହିଁକି ନିର୍ବୁଦ୍ଧି ନା ମିଳିଲା? ସମୟ ଥାଉ ରେଡି ହେଲେ ନାହିଁ, ସମୟ ଥାଉ ଦୋକାନୀ ପାଖକୁ ଗଲେ ନାହିଁ, ସମୟ ଥାଉ ତେଲ କିଣି ନାହାନ୍ତି। ମୁଁ ଗୋଟିଏ କଥା କହିକି ସାରୁଛେ, ସଭା ହେଉଥିବ, ସଭା ଚାଲିଥିବ, ହଠାତ୍ ଦିନେ ଚୋର ଆସିଲେ ଯେମିତି ଜଣା ପଡେ ନାହିଁ, ଯୀଶୁ ଆସିଯିବେ। ମୁଁ କାଲିକି ଆପଣଙ୍କୁ କହିବି, 5 ଗୋଟି ପ୍ରମାଣ କହିବି କି ଯୀଶୁଙ୍କ ଆଗମନ ବାସ୍ତବରେ ଆଉ ବିଳମ୍ବ ନାହିଁ। ଆଜି ସମୟ ନାହିଁ, ସମୟ ସରି ଆସିଲା। ମୁଁ ଏହା କହିକି ସମାପ୍ତ କରୁଛି, ହଠାତ୍ ପ୍ରଭୁ ଆସିବେ। ଏଣୁ ଆଜି ଯଦି ପ୍ରଭୁଙ୍କ ବାଣୀ ଶୁଣୁଛ, ବିଳମ୍ବ ବୋଲି ଭାବୁଛୁ ନାହିଁ। ଯଦି ପ୍ରଭୁ ବିଳମ୍ବ କରୁଛନ୍ତି ଏଇଥିପାଇଁ, ଯଦି ଆଗମନ ଯଦି ହେଇଯାଇଥାନ୍ତା 30 ବର୍ଷ ତଳେ, 40 ବର୍ଷ ତଳେ, 50 ବର୍ଷ ତଳେ, ଏ ସୁନ୍ଦର ପଙ୍କା ମାଣ୍ଡି ପଙ୍କା ଲୋକମାନେ ଯାଇଥାନ୍ତେ କି? ଯଦି ଆଜିକୁ 50 ବର୍ଷ ତଳେ ଆଗମନ ହେଇଯାଇଥାନ୍ତା, ଜିତୁଲି ମା ସ୍ୱର୍ଗ ଯାଇନଥାନ୍ତା। କାହିଁକି ବିଳମ୍ବ ହେଉଛି? ମତେ ପ୍ରଭୁ ନେବା ପାଇଁ ବୋଲି ଗୋଟେ ଲେଟ୍ କରୁଛନ୍ତି। କାହିଁକି ବିଳମ୍ବ ହେଉଛି? କାହାରିକୁ ସେ ନେବା ପାଇଁ ବୋଲି ବିଳମ୍ବ କରୁଛନ୍ତି। ଏଣୁ ବିଳମ୍ବ ସେ କେବେ କରନ୍ତି ନାହିଁ। ଯଦି କରୁଛନ୍ତି, ସେ କାହାରିକୁ ଲକ୍ଷ୍ୟରେ ରଖିଛନ୍ତି, ସୁଯୋଗ ଦେଉଛନ୍ତି। କିନ୍ତୁ ଶୁଣନ୍ତୁ, ସେ ବିଳମ୍ବ ସର୍ବଦା କରିବେ ନାହିଁ। ଏଣୁ ଆଜି ଯଦି ପ୍ରଭୁଙ୍କର ଶୁଣୁଛ, ମନ ପରିବର୍ତ୍ତନ କର।
ଆସନ୍ତୁ ଚକ୍ଷୁ ବନ୍ଦ